ମୁଁ ସୁଦର୍ଶନ ପିରାମିଡ ତରଫରୁ ଏହି ସ୍ୱାଧ୍ୟାୟ ପରିକ୍ରମାରେ ଆପଣମାନଙ୍କୁ ହୃଦୟରୁ ସ୍ୱାଗତ କରୁଛି। ପୁସ୍ତକ ଆତ୍ମା ଯାତ୍ରାର ସ୍ୱାଧ୍ୟାୟ ପରିକ୍ରମାରେ। ଏହି ପୁସ୍ତକର ସ୍ୱାଧ୍ୟାୟ ପୂର୍ବରୁ ଆମେ ସମସ୍ତେ ଆମର ପ୍ରିୟ ଗୁରୁ ବ୍ରହ୍ମ ଋଷି ପତ୍ରିଜୀଙ୍କର ଚେତନା ସହିତ ନିଜକୁ କନେକ୍ଟ କରିଦିଅନ୍ତୁ ମାଷ୍ଟର୍ସ। ତାଙ୍କର ହିଁ ମଞ୍ଚ, ତାଙ୍କର ହିଁ ଶବ୍ଦ ହୃଦୟରୁ ନିବେଦନ କରନ୍ତୁ, ଯେମିତି ପ୍ରତ୍ୟେକ ଶବ୍ଦ ଆପଣଙ୍କ ଭିତରେ ଏକ ପ୍ରଶ୍ନବାଚକ ସୃଷ୍ଟି କରୁ। ଆପଣ ନିଜ ଭିତରେ ନିଜକୁ ଖୋଜିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କର ସେହି ଆତ୍ମାର ଆଲୋକକୁ ଅନୁଭବ କରିବା ପାଇଁ ଆପଣଙ୍କ ମନ ଭିତରେ ସେ ଯୋଉ ପ୍ରଶ୍ନ ଉଠୁଛି ତାର ସମସ୍ତ ଉତ୍ତର ଯେମିତି ଆପଣ ଏହି ପୁସ୍ତକରୁ ପାଇପାରିବେ। ଆଉ ଏହି ପୁସ୍ତକର ଲେଖକ ପିଟର ରସେଲଜୀଙ୍କର ଚେତନା ସହିତ ମଧ୍ୟ କନେକ୍ଟ ହେଇଯାଆନ୍ତୁ ମାଷ୍ଟର୍ସ। ଆଉ ନିଜର ହାୟର ସୋଲକୁ ପୁଣ୍ୟାତ୍ମାଙ୍କୁ ମଧ୍ୟ ଆବେଦନ କରନ୍ତୁ। ବିଗତ ଅଧ୍ୟାୟରେ ମାଷ୍ଟର୍ସ ଆମେ ଜାଣିଲେ ବୁଦ୍ଧିଷ୍ଟ ମଙ୍କ ଲେଖକଙ୍କୁ ସେଇ ସୂକ୍ଷ୍ମ ଜଗତ ବିଷୟରେ କହି ଆସୁଥିଲେ, କିନ୍ତୁ ଗତ ଅଧ୍ୟାୟରେ ଆମେ ଜାଣିଲେ ଲେଖକ ତାଙ୍କର ପ୍ରଥମ ଆଷ୍ଟ୍ରାଲ ଟ୍ରାଭେଲ ଆରମ୍ଭ କରିଛନ୍ତି। ଆଉ ବୁଦ୍ଧିଷ୍ଟ ମଙ୍କର କହିବା ଅନୁଯାୟୀ ସିଏ 9:45 ସୁଦ୍ଧା ତାଙ୍କର ଶୋଇବା ସେଜରେ ଆସିଯାଇଛନ୍ତି ଏବଂ 10ଟା ଭିତରେ ସେ ସମ୍ପୂର୍ଣ୍ଣ ଭାବରେ ଶୋଇପଡ଼ିଛନ୍ତି। ଏବଂ ସେତେବେଳେ ତାଙ୍କୁ ଅନୁଭବ ହେଇଛି ତାଙ୍କ ଶରୀରରୁ କିଛି ଅଂଶ ଢିଲା ହେଇଯାଉଛି ଏବଂ ତାଙ୍କ ଶରୀରରୁ କିଛି ଗୋଟେ ଜିନିଷ ଖସିକି ଚାଲି ଯାଉଛି। ସେତେବେଳେ ସେ ଅନୁଭବ କରୁଛନ୍ତି ଯେ ତାଙ୍କ ଶରୀରରୁ ତାଙ୍କର ଆତ୍ମା ସିଲଭର କର୍ଡ ମାଧ୍ୟମ ଦେଇ ବାହାରକୁ ଚାଲି ଆସିଛି। ସେ ନିଜ ଶରୀରକୁ ସେଇ ଶଯ୍ୟା ଉପରେ ଶୟନ ଅବସ୍ଥାରେ ଦେଖୁଛନ୍ତି ଏବଂ ସେଇ ମୁହୂର୍ତ୍ତରେ ସେ ଅନୁଭବ କରିଛନ୍ତି ସୂକ୍ଷ୍ମ ଜଗତର ସେହି ରଙ୍ଗକୁ। ଲେଖକ ଏଠି ଲେଖିଛନ୍ତି ସୂକ୍ଷ୍ମ ଜଗତର ରଙ୍ଗ ହଉଛି ଆମର ପ୍ରଭାତର ସମୟରେ ଯୋଉ ରଙ୍ଗ ଆମର ଆକାଶରେ ଦେଖାଯାଏ, ସେଇ ରଙ୍ଗ ସୂକ୍ଷ୍ମ ଜଗତରେ ଚାରିଆଡେ ବିଚ୍ଛୁରିତ ହେଇ ରହିଛି। ସୂକ୍ଷ୍ମ ଜଗତରେ ନା ରାତି ଅଛି ନା ଦିନ ଅଛି, କେବଳ ସେଇ ଗୋଟିଏ ରଙ୍ଗ। ସେଇ ସମୟରେ ତାଙ୍କ ଭାଇ ଚାର୍ଲସର ପାଟି ସେ ଶୁଣିଛନ୍ତି ଏବଂ ପଛକୁ ଅନେଇଛନ୍ତି, ଆଉ ଆଶ୍ଚର୍ଯ୍ୟ ହେଇଛନ୍ତି ଆଉ ଖୁସି ମଧ୍ୟ ହେଇଛନ୍ତି। ତାପରେ ସେମାନେ ସେଠି ଯାତ୍ରା କରିଛନ୍ତି ଲଣ୍ଡନକୁ। କଲମ୍ବିଆରୁ ଲଣ୍ଡନକୁ ଯାତ୍ରା କରିଛନ୍ତି, କାରଣ ଲଣ୍ଡନରେ ପ୍ରଥମେ ସେମାନେ ଛୋଟ ବେଳେ ରହୁଥିଲେ। ତାଙ୍କ ବାପାଙ୍କର ମୃତ୍ୟୁ ପରେ ତାଙ୍କର ମାଙ୍କର ପରିବାରକୁ ଭରଣ ପୋଷଣ କରିବା ପାଇଁ ଅକ୍ଷମତା ଅନୁଭବ କରିବା ଯୋଗୁଁ ସେ ଲଣ୍ଡନ ଛାଡି କଲମ୍ବିଆ ପଳେଇ ଆସିଥିଲେ। ଯେତେବେଳେ ସୂକ୍ଷ୍ମ ଜଗତରେ ଯିବା ଆସିବା, ଖାଇବା ପିଇବାର ଅନୁଭବକୁ ଅନୁଭୂତି କରିବା କେତେ ରୋମାଞ୍ଚକ ହେଇଥିବ ନା ମାଷ୍ଟର୍ସ। ଆମେ ଯେତେବେଳେ ଭାବୁଛେ ସୂକ୍ଷ୍ମ ଜଗତରେ କେମିତିଆ ହେଇଥିବ, କେମିତି ଲୋକ ଚାଲୁଥିବେ, କେମିତି ଯାଉଥିବେ, କେମିତି ଖାଉଥିବେ, ତାଙ୍କର ତ ଫିଜିକାଲ ବଡି ନାହିଁ, ସେତେବେଳେ ଭାବିଲା ବେଳକୁ ଆମକୁ ବହୁତ ରୋମାଞ୍ଚିତ ଲାଗୁଛି। ଆଉ ଯେତେବେଳେ ଲେଖକ ତାକୁ ଅନୁଭବ କରିଛନ୍ତି ତାଙ୍କୁ ମଧ୍ୟ ଏହା ବହୁତ ରୋମାଞ୍ଚକର ଲାଗିଛି। ଆଉ ସିଏ 3 ଜଣ ଯାକ କିଏ ନା ବୁଦ୍ଧିଷ୍ଟ ମଙ୍କ ଆଉ ତାଙ୍କ ଭାଇ ଚାର୍ଲସ ଆଉ ପିଟର, 3 ଜଣ ଯାକ ମିଶି ଲଣ୍ଡନ ଯିବା ଆରମ୍ଭ କରିଛନ୍ତି। କେମିତି ଯାଇଛନ୍ତି ନା ଆକାଶରେ ଯେମିତି ପକ୍ଷୀ ଉଡନ୍ତି ସେଇପରି ଅବସ୍ଥାରେ ସେମାନେ ଯାଇଛନ୍ତି। ଉଡିବା ଅବସ୍ଥାରେ ଆମେ ଜାଣିଛେ ମାଷ୍ଟର୍ସ ଯେ ସୂକ୍ଷ୍ମ ଜଗତରେ
ट्राभेल गतिर प्रक्रिया फ्रैक्शन ऑफ मूवमेंट रे संपूर्ण पृथ्वी को कवर करदब पूरा लाइट रो गति ठु भी अधिक गतिशील सूक्ष्म शरीर रो गति थाए आ एठी लेखक तांको अनुभव लिखिचंती जेतेबेले से आकाश मार्ग रे जाउथिले सेतेबेले तळे किछि भी देखि पारु नथिले कारण बहुत स्पीड रे से माने जाउथिले आ आमे जेतेबेले बहुत स्पीड रे जीवाको भौतिक शरीर रे आरंभ करू सेतेबेले कोन हुए ना मास्टर्स पवन रो बेग आम मुहरे आसी बाड़ी हुए पवन को आमे अनुभव करि पारु हमको जेमिति लागे जे आमे किछि कहा भितर दे प्रवेश करबाको फोर्सफुली चेष्टा करूछु किंतु से कहिचंदी सेठी से कोनोसी प्रकार सेमिति अनुभव करू नथिले किंतु तांकर गति बहुत स्पीड थिला एमिति स्पीड थिला जे तळे थिबा जिंस गुडाक मध्य प्रत्येक क्षण रे से क्रॉस करी जाउथिले किंतु देखा भी जाउ नथिला एते स्पीड रे से माने उडुथिले सेति लेखक लिखिचंती इसे साधारण भाषा में बताना कठिन है परंतु याद आप कल्पना करें कि आप इच्छानुसार तेज गति से यात्रा कर सके और वह भी सिर्फ सोचने भर से तो आपको कैसा लगेगा से कहउचंती यदि आपण कल्पना करिवे इच्छा अनुसार आपण यात्रा करि पारुचंती केवल भाबिबा मात्रे से माने भाबिले जे आमे लंडन जिबा बोलिकरी तांकर यात्रा आरंभ होई गला से भाबिले जे आमे एते स्पीड रे जिबा बोलिकी सांगे सांगे तांकर स्पीड बढ़ी गला से माने यात्रा आरंभ करिदेले तो सेति लेखक एठी लेखुछन ताहले भाबंतु तो आपण यदि कल्पना करंती भी ताहले आपण केमिति अनुभव हबो जमीन के समीप पहुंचने से जरा पहले हम थोड़ा अधिक ऊंचाई पर उड़ रहे थे और अब हम लंदन के सबसे ऊंचे घरों से केवल कुछ गज ऊंचे की ओर रहते से कहली लंदन रे पहुंचवा पूर्वरु आमे जमीन टू बहुत उच्चा रे उड़ुथुलु किंतु तरे लंदन पाखा पाखी आमे हे गलु सेतेबेले आमे घरर ठीक किछिटा ऊपर भागरे आमे उड़ुथुलु तापरे धीरे धीरे से माने लंदन रो रास्ता रे ओल्ही पड़िछंती ଯେତେବେଳେ ସେମାନେ ଇଂଲଣ୍ଡରେ ପହଞ୍ଚି ଯାଇଛନ୍ତି ମାଷ୍ଟର୍ସ ସେତେବେଳେ ସେମାନେ ସେହି ରଶ୍ମିକୁ ଦେଖିଛନ୍ତି ଲେଖକ ସେଇ ଯୋଉ ଆଲୋକ ଯେତେବେଳେ ଶରୀର ଛାଡିବା ସମୟରେ ଦେଖିଥିଲେ ବ୍ଲୁ କଲରର ଲାଇଟ ବ୍ଲୁ କଲରର ସେହି ରଶ୍ମି ସେଠି ମଧ୍ୟ ଦେଖିଲେ ମାନେ ସୂକ୍ଷ୍ମ ଜଗତରେ କେବଳ ଗୋଟିଏ ରଙ୍ଗ ପ୍ରତ୍ୟେକ ଜାଗାରେ ସେ ଅନୁଭବ କରିଛନ୍ତି ସେଥିପାଇଁ ଲେଖକ ଏଠି ଲେଖିଛନ୍ତି सूक्ष्म जगत की रोशनी यहाँ भी वैसी ही थी जैसी पूर्वी देशों में होती है जहाँ इस समय रात हो चुकी है एबे लंडन इंग्लैंड जेतेबेले ସେମାନେ ପହଞ୍ଚିଛନ୍ତି ସେତେବେଳେ ତାଙ୍କର ଦିନ 5ଟା ହେଇଛି କିନ୍ତୁ ସେତେବେଳେ ସେ କଲମ୍ବିଆ ଛାଡିଲେ ସେତେବେଳେ ସେଠି କେତେଟା ବାଜିଥିଲା ରାତି 10ଟା ହେଇଥିଲା ସେ କହୁଛନ୍ତି ରାତି 10ଟାରେ ସୂକ୍ଷ୍ମ ଜଗତରେ ସେଠି ଯାହା କଲର ଥିଲା ଏଠି ଦିନ 5ଟାରେ ମଧ୍ୟ ସୂକ୍ଷ୍ମ ଜଗତରେ ସେଇ କଲର ସେହି ରଙ୍ଗ ହିଁ ଅଛି ଗୋଟିଏ ହିଁ ରଙ୍ଗ मैंने जब यह बात कही तो मुझे बताया गया कि सूक्ष्म शरीर को आराम की कोई आवश्यकता नहीं होती ना ही सूक्ष्म जगत में रात और दिन होते हैं सेठु जेतेबेले से प्रश्न तांकर बुद्धिस्मଙ୍କୁ କହିଛନ୍ତି ସେତେବେଳେ ସେ କହିଛନ୍ତି ଯେ ସୂକ୍ଷ୍ମ ଜଗତରେ ସୂକ୍ଷ୍ମ ଶରୀରର କିଛି ଆରାମର ଆବଶ୍ୟକତା ହିଁ ନଥାଏ ସେଥିପାଇଁ ରାତି ଆଉ ଦିନର ଏଠି କିଛି ବି ଆବଶ୍ୟକତା ନାହିଁ କି ଏଠି ହୁଏ ମଧ୍ୟ ନାହିଁ ରାତି କଣ ପାଇଁ ହୁଏ ନା ଆମର ଫିଜିକାଲ ଶରୀରର ରେଷ୍ଟ ପାଇଁ ଆମେ ଦିନ ସାରା ପରିଶ୍ରମ କରୁ ରାତିରେ ଆମର ଶଯ୍ୟାରେ ଯାଇ ଶୟନ କରୁ କିନ୍ତୁ ସୂକ୍ଷ୍ମ ଜଗତରେ ସୂକ୍ଷ୍ମ ଶରୀରର କିଛି ନିଦ୍ରାର ଆବଶ୍ୟକତା ନଥାଏ କାରଣ ସେ କୌଣସି ଥକାବଟ ହିଁ ଫିଲ୍ କରେ ନାହିଁ ଥକାବଟ ଯେତେବେଳେ ଫିଲ୍ करे ନାହିଁ ସେଥିପାଇଁ ସେଠି ଦିନ ନାହିଁ କି ରାତି ମଧ୍ୟ ନାହିଁ दोनों जगत में यह पहला रोचक अंतर था जो मुझ पर प्रभाव छोड़ दिया से କହିଲେ ଦିଟା ଜଗତ ଭୌତିକ ଜଗତ ଆଉ ସୂକ୍ଷ୍ମ ଜଗତ ଭିତରେ ଏହା ସବୁଠାରୁ ଗୋଟେ ବଡ अंतर थिला चार्ल्स ने सुझाव दिया कि शायद मैं
ऑक्सफोर्ड या रजिस्ट्री स्ट्रीट के साथ साथ चलना चाहूंगा ताकि देख सकूं कि सूक्ष्म शरीर में चलना कैसा लगता है। चार साଙ୍ଗ ଭାଇ ସାଙ୍ଗେ ସାଙ୍ଗ କହିଛନ୍ତି ଯେ ଚାଲ ଆମେ ଯିବା ଅକ୍ସଫୋର୍ଡ ର ଷ୍ଟ୍ରିଟ୍ ରେ ରାସ୍ତାରେ ଚାଲିବା, କାରଣ ସେମାନେ ଉପରେ ଉଡୁଥିଲେ। କହିଲେ ରାସ୍ତାରେ ଚାଲିବାର ଅନୁଭବକୁ ଆମେ ଏବେ ଗ୍ରହଣ କରିବା। ସେମାନେ ଯେତେବେଳେ ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି ସେତେବେଳେ ରାସ୍ତାରେ ଲୋକ ପୁରା ଭରି ଅଛନ୍ତି, ଲେଖକ ଲେଖୁଛନ୍ତି। ଆଉ ଏମାନେ ଯୋଉ ଦିଗରେ ଯାଉଛନ୍ତି ତାର ଜଷ୍ଟ ଅପୋଜିଟ ଡିରେକ୍ସନ ରେ ଲୋକମାନେ ମାଡି ଆସୁଛନ୍ତି। ଲେଖକ କହୁଛନ୍ତି ଯେତେବେଳେ ସେମାନେ ସେଇ ଏମାନେ ସୂକ୍ଷ୍ମ ଶରୀରରେ ଅଛନ୍ତି, ଅନ୍ୟମାନେ କୋଉ ଶରୀରରେ ଅଛନ୍ତି ନା ଫିଜିକାଲ ଶରୀରରେ ଅଛନ୍ତି। ସେ କହୁଛନ୍ତି ଯେତେବେଳେ ଆମେ ସେ ଫିଜିକାଲ ଶରୀର ଦେଇକି କ୍ରସ କରୁଥିଲୁ ଆମକୁ ଯେମିତି ଅନୁଭବ ହଉଥିଲା ଯେ ଆମେ ଗୋଟେ ବାଦଲ ଭିତରେ ପଶିଗଲୁ, ପୁଣି କିଛି ସମୟ ପରେ ବାଦଲରୁ ବାହାରି ଆସୁଛୁ। ସେ କହୁଛନ୍ତି ଆପଣ ମାନେ ପିକ୍ଚରରେ ମଧ୍ୟ ଦେଖିଥିବେ ଯେ ସେଇ ଜିନିଷ ଅନୁଭବ ହୁଏ। ଗୋଟେ ସୂକ୍ଷ୍ମ ଶରୀର ଯେତେବେଳେ ଗୋଟେ ଫିଜିକାଲ ବଡି ଭିତରେ କିମ୍ବା କୌଣସି କବାଟ ଭିତରେ ପ୍ରବେଶ କରି ଦେଖିବେ ସାଙ୍ଗେ ସାଙ୍ଗେ ଯେମିତି ଗୋଟେ ବାଦଲ ଭିତରେ ପଶିଗଲା ପୁଣି ଫଟାକି ବାହାରକୁ ବାହାରିଗଲା। ଆପଣ ଏଟା ନୋଟିସ ବି କରିଥିବେ। ଲେଖକ ମଧ୍ୟ ସେଇଟା ସେଇଠି ଅନୁଭବ କରିଛନ୍ତି। ସେ କହୁଛନ୍ତି ଆମେ ଯେତେବେଳେ ସେଇ ଷ୍ଟ୍ରିଟ୍ ରେ ଚାଲିବା ଆରମ୍ଭ କଲୁ ଲୋକଙ୍କର ଫିଜିକାଲ ବଡି ମଧ୍ୟ ଦେଇ ଯେତେବେଳେ ପ୍ରବେଶ କରିକି ଆମେ ଆର ପଟକୁ ଗଲୁ ମତେ ଅନୁଭବ ହଉଥିଲା ଯେମିତି ମୁଁ ଗୋଟେ ସାଙ୍ଗେ ସାଙ୍ଗେ ଗୋଟେ ବାଦଲ ଭିତରେ ପଶିଗଲି ଆଉ ତାପରେ କିଛି ସମୟ ଭିତରେ ମୁଁ ସେ ବାଦଲରୁ ବାହାରି ଆସିଲି। यह कहना पूरी तरह ठीक नहीं होगा कि हमें पता नहीं था कि हम उनके शरीर के बीच में निकलकर दूसरी तरफ जा रहे थे। हमें ऐसा लग रहा था जैसे हम कोहरे के एक बादल के बीच निकल रहे हैं। ଯାହା ପୂର୍ବରୁ ମୁଁ ଆପଣଙ୍କୁ କହୁଥିଲି ଲେଖକ ସେୟା କହିଲେ ମତେ ସେ ଆମକୁ ଏମିତି ଲାଗୁଥିଲା ଆମେ ଯେମିତି ଗୋଟେ ବାଦଲ ଭିତରେ ପ୍ରବେଶ କରୁଛୁ, ପ୍ରବେଶ କରିକି ସାଙ୍ଗେ ସାଙ୍ଗେ ବାହାରି ଆସୁଛୁ। पल भर को हम उसमें घिर जाते, फिर पार निकल जाते और हमारे चारों ओर सब कुछ बिल्कुल स्पष्ट हो जाता। ସେ କହୁଛନ୍ତି କିଛି କ୍ଷଣ ପାଇଁ ଆମେ ତା ଭିତରେ ପଶି ଯାଉଥିଲୁ, ପୁଣି କିଛି କ୍ଷଣ ଭିତରେ ବାହାରି ଆସୁଥିଲୁ, ପୁଣି ଚାରିପଟେ ଆମର ପରିଷ୍କାର ଦୃଶ୍ୟ ଦେଖା ଯାଉଥିଲା। उस कोहरे ने हमारी प्रगति में कोई बाधा उपस्थित नहीं की, पर हमें उसके होने का पता जरूर चला। ସେ କହୁଛନ୍ତି କୋହରେ କାହାକୁ କହୁଛନ୍ତି ନା ସେ ଫିଜିକାଲ ବଡିରେ ଚାଲୁଥିବା ସେ ଲୋକମାନଙ୍କୁ। ସେ କହୁଛନ୍ତି ସେମାନେ ଆମର ଗତିରେ କିଛି ବାଧା କରିନାହାନ୍ତି, କିନ୍ତୁ ଆମକୁ ତାଙ୍କର ଉପସ୍ଥିତିଟା ଅନୁଭବ ହଉଥିଲା। इसी तरह उन्हीं अन्य लोगों को के संपर्क में आने पर हमें उनके सूक्ष्म शरीर का भी एहसास हुआ। ଯେତେବେଳେ ଲେଖକ ସବୁ ଏଇ ପରିସ୍ଥିତି ଅନୁଭବ କରିଥିବେ ନା ମାଷ୍ଟର ତାଙ୍କୁ କେମିତି ଲାଗୁଥିବ କୁହନ୍ତୁ। ଆମେ ଯଦି ସେଇ ସ୍ଥିତିରେ ରହିବା ତାହେଲେ ଆମର ଅନୁଭବ କଣ ହବ? ଗୋଟେ ନିଆରା ଅନୁଭବ ନୁହେଁ? मैंने सोचा मेरे भारतीय मित्र को यहाँ पर अपनी पूर्वी वेशभूषा में अजीब लगेगा, पर उसमें मुझे बताया कि वह अपने कपड़े बदल चुका है। ସେ କହିଲେ ଯେ ଆମର ଭାରତୀୟ ମଙ୍କ ଯିଏ ଯାଇଥିଲେ ସେ କଣ ଥିଲେ ଭାରତୀୟ ବେଶପୋଷାକରେ ଥିଲେ, ପଗଡି ପିନ୍ଧିଥିଲେ, ଧୋତି ପିନ୍ଧିଥିଲେ, ପଞ୍ଜାବୀ ପିନ୍ଧିଥିଲେ। ତ ତାଙ୍କୁ ଲଣ୍ଡନରେ ଇଂଲଣ୍ଡରେ ଇଂଲଣ୍ଡରେ କଣ ସବୁ କୋଟ ବ୍ଲେଜର ସାର୍ଟ ଏସବୁ ଜିନିଷ ପରିଧାନ କରିଥାନ୍ତି। ତ ତାଙ୍କୁ କାଳେ ଅଜୀବ ଲାଗିବ କି କାଳେ ଭାବିବା ଭିତରେ ଲେଖକ ଅଲରେଡି ବୁଦ୍ଧିଷ୍ଟ ମଙ୍କ ତାଙ୍କର ଡ୍ରେସ କୋଡ ଚେଞ୍ଜ କରିସାରିଥାନ୍ତି। ଆମେ ଆଗରୁ କଣ ଜାଣିଥିଲେ ଆମେ ଯାହା ବି ସେଠି ଥଟ୍ ମାନେ ଯାହା ବି ଚିନ୍ତା କରିବା ସାଙ୍ଗେ ସାଙ୍ଗେ ଆମେ ନିଜକୁ ସେହି ରୂପରେ ଦେଖିବା। ତ ବୁଦ୍ଧିଷ୍ଟ ମଙ୍କ କଣ କରିଛନ୍ତି ଚିନ୍ତା କରିଛନ୍ତି ତାଙ୍କର ଡ୍ରେସ କୋଡ ଚେଞ୍ଜ କରିବା ପାଇଁ ଆଉ ସାଙ୍ଗେ ସାଙ୍ଗେ ସେ ତାଙ୍କର ସେ ଯୋଉ ପଗଡି ପଞ୍ଜାବୀ ଯୋଉ ପିନ୍ଧିଥିଲେ ଭାରତୀୟ ପୋଷାକ ସାଙ୍ଗେ ସାଙ୍ଗେ ତାଙ୍କର ପରିବର୍ତ୍ତନ ହେଇଯାଇଛି। अब उसके सिर पर पगड़ी नहीं थी, उसकी त्वचा का रंग भी हमारे त्वचा के रंग जैसा हो गया था। वह भारतीय छात्रों जैसा ही लग रहा था। ସେ କହୁଛନ୍ତି ଏବେ ତାଙ୍କ ମୁଣ୍ଡରେ ପଗଡି ନଥିଲା ଆଉ ତା ଶରୀରର ରଙ୍ଗ ଯେହେତୁ ସେ ଭାରତୀୟ ଥିଲେ ତ ତାଙ୍କର ବର୍ଣ୍ଣ ଶ୍ୟାମଳ ବର୍ଣ୍ଣ ଥିଲା। କିନ୍ତୁ ଯେତେବେଳେ ସେ ଲଣ୍ଡନରେ ପହଞ୍ଚିଛନ୍ତି ଲଣ୍ଡନ ଲୋକ ସବୁ କଣ ଗୋରା ଗୋରା ସବୁ ତ ତାଙ୍କ ଶରୀର କଲର ମଧ୍ୟ ସେଇ ଗୋରା ମାନେ ସଫା କଲର ହେଇଯାଇଛି ଶ୍ୟାମଳ ବର୍ଣ୍ଣରୁ।
वो भारतीय छात्र जैसा ही लग रहा था से कहउछन्ती से गोटे भारतीय छात्र जेंती भारतरू जणे छात्र जाईकी लंडन यूनिवर्सिटी पाठ पढ़े बा एजुकेशन निये जेंती लागे से सेमती ही लागुथिले। उसने स्पष्ट किया कि यहाँ कोई भी कभी भी अपने कपड़े बदल लेता है। से कहउछन्ती बुद्धिस्ट एठी सांगे सांगे स्पष्ट कले जे एई सूक्ष्म जगतरे जिए जेतेबेले चाहिबो निजर वस्त्र को परिवर्तन करिपारिब बदली पारिब क्योंकि परिस्थितियां के अनुसार ऐसे परिवर्तन जरूरी हो जाते हैं। से कहउछन्ती परिस्थिति को नेकी एमिति परिवर्तन निहाती आवश्यक पड़े। प्लास्टिक सूक्ष्म शरीर तुरंत विचार का अनुसरण कर लेता है जेमिति ही चेतना भावे जे मोर वस्त्र परिधान करिवार अछि वस्त्र परिवर्तन करिवार अछि एई परिस्थिति रे सांगे सांग तार से एठी कहउछन्ती प्लास्टिक सूक्ष्म शरीर माने सूक्ष्म शरीर को प्लास्टिक रे रूप से देइछन्ती से कोन करे सांगे सांग सेई जो अनुभव से चिंता थॉट टाକୁ से कोन करे अनुसरण कर दिए माने से जहा चिंता करूछन्ती सांगे सांगे सेई गेटअप रे सेई वस्त्रर आवृत्ति रे से आसी जाए। तापरे लेखक ଆଉ ବୁଦ୍ଧିଷ୍ଟ ମଙ୍କ ଆଉ ତାଙ୍କର ଚାର୍ଲସ ଭାଇ ସେ ଷ୍ଟ୍ରିଟ୍ ରେ ଚାଲିଛନ୍ତି କିଛି ସମୟ ପରେ ସେମାନେ ଗୋଟେ ଲାଇବ୍ରେରୀ ଦେଖିଛନ୍ତି ସେ ଲାଇବ୍ରେରୀରେ ବହୁତ ପୁସ୍ତକ ଅଛି ପିଟରଙ୍କର ପୁସ୍ତକ ପଢିବା ପାଇଁ ବହୁତ ଆଗ୍ରହ ସେଥିପାଇଁ ତାଙ୍କ ଭାଇ କହୁଛନ୍ତି ଚାଲନ୍ତୁ କିଛି ପୁସ୍ତକ ସେଠି ଦେଖିଦବା ତ ସେଠି ପିଟର ଯାଇ ପହଞ୍ଚିଛନ୍ତି ଦେଖିଛନ୍ତି ଯେ ବହୁତ ଗୁଡେ ପୁସ୍ତକ ପଢିକି ଅଛି ଡେସ୍କ ରେ ଆଉ ଲବିରେ ମଧ୍ୟ ଲାଗିଛି ମାନେ ଥାକରେ ରାକ୍ ରେ ମଧ୍ୟ ଲାଗିଛି ସେ କଣ କରିଛନ୍ତି ଗୋଟେ ପୁସ୍ତକକୁ ଆଣିଛନ୍ତି ପଢିବା ପାଇଁ ଯେତେବେଳେ ପୁସ୍ତକ ଟିକେ ଆଣିଛନ୍ତି ସେତେବେଳେ ସେ ବହୁତ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ସେ ଦେଖୁଛନ୍ତି ଯୋଉ ସ୍ଥାନରୁ ପୁସ୍ତକକୁ ସେ କାଢିକି ଆଣିଲେ ସେ ସ୍ଥାନରେ ସେ ପୁସ୍ତକ ସେମିତି ହିଁ ଅଛି କିନ୍ତୁ ତାଙ୍କ ହାତରେ ପୁସ୍ତକ ଅଛି ତା ଅର୍ଥ ତାଙ୍କ ହାତରେ ଥିବା ପୁସ୍ତକ ହଉଛି ସେହି ପୁସ୍ତକର ପ୍ରତିଛବି ସେଇ ପୁସ୍ତକର ସୂକ୍ଷ୍ମ ସ୍ଥିତି କିନ୍ତୁ ସେଇ ରାକ୍ ରେ ସେ ପୁସ୍ତକ ସେମିତି ଅଛି जब ऐसा मैंने किया तो मैंने देखा कि जहां से मैंने पुस्तक उठाई थी वहां की जगह खाली हुई नहीं थी से कहते मु जोठू पुस्तक उठेइथिली से जगह खाली ही हेलानी मेरे कारण पूछने पर मुझे बताया गया कि जो किताब मेरे हाथ में ही थे वह वास्तव में उस पुस्तक का विचार रूप था उसका भौतिक रूप तो सेल पे हिला भर भी नहीं था से कहउचंती जेतेबेले मु पचारली जे एटा कोन एम्ति होउची सेतेबेले ताको कहिले जे या होउची से पुस्तकर विचार रूप माने सेई पुस्तकर बुझिबाकू गले सूक्ष्म रूप किंतु तार भौतिक रूप कोन हेइची ना सेई सेल्फ रे पढिकिरी अछि बोली से कहउचंती ता अर्थ आमे जदि सूक्ष्म शरीर रे थिबा जदि भौतिक जगत रे कोनोसी वस्तु को ग्रह माने धरिबा मा देखिबाकू चेष्टा करिबा से वस्तु से जगह भ्यानिश हबनी अंतर्ध्यान हबनी से वस्तु सेई जगह रे थिबो किंतु सेई वस्तुर सूक्ष्म स्थिति को आपण माने अनुभव करिवे यह अद्भुत अनुभूति थी से कहउचंती एटा गोटे मो पय गोटे बहुत अद्भुत अनुभूति थिला मैं उस विशाल खाली दुकान में इधर-उधर घूमता रहा शाम के इस समय यह जनता के लिए बंद हो चुकी थी और मैंने 7 वाली दुकान की घड़ी द्वारा 6 बजने की घंटी बजाए जाने की आवाज स्पष्ट सुनी से कहउचंती से जो पुस्तक लाइब्रेरी थिला दुकान थिला सेटा बंद थिला लोक मध्य नथिले सेतेबेले से घंटार आवाज सुनिछंती जे सेठी केतेटा बाजिची ना से हिसाब करूछंती यहाँ से 6,000 मील दूर से अपने भौतिक शरीर से बाहर निकलने की सिर्फ आधे घंटे 6,000 माने इंग्लैंड रु लंडन रु होची कोलंबिया 6,000 किलोमीटर आउ तांको भौतिक शरीर रु से बाहर थिले राती 10टा रे आउ से अध घंटारे से पहुंचीचंती लंदन रे आधे घंटे के कितना कुछ घटित हो चुका है से कहउछन्ती अध घंटा भितरे केते कोन घटी गलानी तांको फिजिकल बॉडी रु से बाहरी के आसी कोलंबिया छाड़ी आसी लंदन रे पहुंची सारलेनी जहार दूरता होची 6,000 किलोमीटर
ଆଉ ତାଙ୍କ ଭାଇ ଚାର୍ଲସକୁ ମଧ୍ୟ ଭାରି ଖୁସି ଲାଗୁଥିଲା ତାଙ୍କ ବଡ ଭାଇ ପିଟର୍ସକୁ ଗାଇଡ କରିବା ପାଇଁ। ଆଉ ପିଟରଙ୍କର ଏଇ ସବୁ ବିଷୟରେ ଏତେ ରୁଚି ଦେଖି ସେ ମଧ୍ୟ ବହୁତ ଖୁସି ହଉଥିଲେ ଏବଂ ତାଙ୍କୁ ସୂକ୍ଷ୍ମ ଜଗତ ବିଷୟରେ ସମସ୍ତ ତଥ୍ୟ ଗ୍ରହଣ କରିବାରେ ସାହାଯ୍ୟ କରୁଥିଲେ। ତାପରେ ତାଙ୍କର ଭାଇ ଚାର୍ଲସ କହିଛନ୍ତି ଯେ ଚାଲ ଭାଇ ମୁଁ ତମକୁ ଦେଖେଇବି। ଆମେ ଜାଣିଛେ ଯେ ସେଇ ସମୟରେ ଲଣ୍ଡନରେ ଯୁଦ୍ଧ ଚାଲିଥିଲା ଏବଂ ଯୁଦ୍ଧରେ ତାଙ୍କ ସାନ ଭାଇଙ୍କର ଡେଥ ହେଇଥିଲା। ଆଉ ସେ କହିଲେ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖେଇବି ଯୁଦ୍ଧ ହବା ଦ୍ଵାରା ଲଣ୍ଡନର କେତେ କ୍ଷତିଗ୍ରସ୍ତ ହେଇଛି, କେତେ ଲୋକ ଏଥିରେ ହଇରାଣ ହେଇଛନ୍ତି। ସେଥିପାଇଁ ସେ ତାଙ୍କ ଭାଇଙ୍କୁ ସେ ଯୁଦ୍ଧ କ୍ଷେତ୍ରକୁ ନେଇ ଯାଇଛନ୍ତି ଦେଖେଇବା ପାଇଁ। ଯେତେବେଳେ ସେମାନେ ସେ ଯୁଦ୍ଧ କ୍ଷେତ୍ରକୁ ଯାଇଛନ୍ତି ସେତେବେଳେ ବାଟରେ ତାଙ୍କର ପୁରୁଣା ଘର ପଡିଛି, ଯୋଉଟା ଛୋଟବେଳେ ସେମାନେ ରହୁଥିଲେ ତାଙ୍କର ନିଜ ଘର। ଆଉ ସେତେବେଳେ ପିଟର କହିଛନ୍ତି उसने कहा कि हमें अपना पुराना घर जो बारबी कसायर में था, बारबी कसायर ଲଣ୍ଡନର ଗୋଟେ ଜାଗା ଯୋଉଠିକି ତାଙ୍କର ପୁରୁଣା ଘର ଥିଲା, को भी देखना चाहिए, मैंने वह घर कई सालों से नहीं देखा था। ତାପରେ ସେ କହୁଛନ୍ତି ସେ ଘରକୁ ମୁଁ ବହୁତ ଦିନ ଆଗରୁ ଛାଡି ସାରିଥିଲି ଆଉ ବହୁତ ଦିନ ହେଲାଣି ତାକୁ ଦେଖିନଥିଲି। कुछ सेकंड में ହିଁ ହମ୍ वहां थे। ସେ କହିଲେ ଏମିତି କହୁ କହୁ ଆମେ କିଛି ମୁହୂର୍ତ୍ତ ଭିତରେ ଆମେ ଯାଇକି ସେଇ ଘରେ ପହଞ୍ଚି ଯାଇଥିଲୁ। ଚାର୍ଲସ हमें उधर ले गया था। ତାଙ୍କ ଭାଇ ଚାର୍ଲସ ତାଙ୍କୁ ସେଇ ତାଙ୍କର ଛୋଟ ବେଳର ଘର ବାର୍ବିକାସିଆରରେ ଥିଲା ସେ ଜାଗାକୁ ନେଇ ଯାଇଥିଲେ। ସେମାନେ ସେ ଘର ଭିତରକୁ ଯାଇଥିଲେ। मैंने पूछा उसे इतनी आसानी से रास्ते कैसे पता चल जाते हैं, जबकि सूक्ष्म जगत में रहते तो अभी उसे बहुत कम समय हुआ था। ତାପରେ ପିଟର ତାଙ୍କୁ ତା ଭାଇଙ୍କୁ ପଚାରୁଛନ୍ତି ତତେ କେମିତି ଏତେ ରାସ୍ତା ଏତେ ଶୀଘ୍ର ମାଲୁମ ଅଛି, ତୁ ସାଙ୍ଗେ ସାଙ୍ଗେ ମତେ ନେଇ ଆସୁଛୁ, କାରଣ ତୁ ତ ଏବେ ସାଙ୍ଗେ ସାଙ୍ଗେ ସୂକ୍ଷ୍ମ ଜଗତକୁ ଆସିଛୁ, ସେ କହିଛନ୍ତି। ତାପରେ ସେଠି ଚାର୍ଲସ ତାଙ୍କୁ କହିଛନ୍ତି ଭାଇ ୟା ପୂର୍ବରୁ ମୁଁ ବାୟୁସେନାରେ ଥିଲି, ଆଉ ଯେତେବେଳେ ବାୟୁସେନାରେ ଥିଲି ସେତେବେଳେ ଆମକୁ ସମସ୍ତ ରୁଟ ବିଷୟରେ ସବୁ ରାସ୍ତା ବିଷୟରେ ଅବଗତ କରାଇ ଦିଆଯାଇଥାଏ। ସେମାନେ ସେ ଘର ଭିତରେ ପ୍ରବେଶ କରିଛନ୍ତି ଆଉ ଘରର କିଛି ନକ୍ସା ମଧ୍ୟ ଚେଞ୍ଜ ହେଇଯାଇଛି, କିନ୍ତୁ ଗାର୍ଡେନ ସେମିତି ଅଛି, କିନ୍ତୁ ଘରରେ ସବୁ ଅନ୍ୟ ଲୋକ ଅଛନ୍ତି, ଅଜଣା ଲୋକ ଅଛନ୍ତି, ଯାହାଙ୍କୁ କି ତାଙ୍କ ମା ସେ ଘର ବିକ୍ରି କରିଦେଇଥିଲେ। ତାପରେ ସେମାନେ ସେ ଘରୁ ବାହାରି ଆସିଛନ୍ତି। हम बाटोरे ସେତେବେଳେ ସେମାନେ କଥା ହେଇକି ଚାଲିଛନ୍ତି। जब मैं और चार्ल्स अपने बचपन में खेल रहे थे, पता नहीं अब वहां कौन रहता है या क्योंकि मेरे पिता के मृत्यु के बाद वह घर बेच दिया गया था। ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେଇ ଘର ତାଙ୍କ ମା ବିକ୍ରି କରିଦେଇଥିଲେ। लगभग शाम के 7 बजे का समय रहा होगा जब चार्ल्स ने कहा कि अब हमें ट्रोकेड्रो ग्रिल में डिनर कर लेना चाहिए। ତାପରେ ସେମାନେ କଣ କରୁଛନ୍ତି, ଯେତେବେଳେ 7ଟା ବାଜିଗଲା ଚାର୍ଲସ ତାପରେ କହିଛନ୍ତି ट्रोकेड्रो ग्रिल ଗୋଟେ ହୋଟେଲର ନାଁ, ସେ କହିଛନ୍ତି ସେଠି ଯାଇକି ଆମେ डिनर କରିଦବା उचित। हम एक छोटे से कमरे में प्रविष्ट हुए, देखा वहां लगभग सभी छोटे मेजे पहले से ही भरे थे। ତାପରେ ସେମାନେ ସେଇ ରେଷ୍ଟୁରାଣ୍ଟ ଭିତରେ ପ୍ରବେଶ କରିଛନ୍ତି ଆଉ ଦେଖିଛନ୍ତି ସେଠି ଯାହା ବି ସବୁ ଚେୟାର ଟେବୁଲ ପଡିଥିଲା ଖାଇବା ପାଇଁ ସବୁ ଚେୟାର ଟେବୁଲ ପୁରାପୁରି ଫୁଲ ଅଛି, ଲୋକ ଭର୍ତ୍ତି ଅଛନ୍ତି ସେଇ ରେଷ୍ଟୁରାଣ୍ଟ ଭିତରେ। मेरे भारतीय मित्र ने तब कहा कि तुम दोनों खाना खा लो, मुझे कुछ और काम है, मैं थोड़ी देर में तुम्हारे पास आ जाऊंगा। ସେଇ ସମୟରେ ତାଙ୍କ ଭାରତୀୟ ମିତ୍ର କହିଛନ୍ତି ତମେ ଦି ଜଣ ଖାଦ୍ୟ ଖାଇନିଅ, ମୋର କିଛି କାମ ଅଛି, ମୁଁ ଯାଇକି ଆସୁଛି। चार्ल्स ने कुछ महत्वपूर्ण बातें मुझे समझाई, जिनमें एक यह थी कि भौतिक जगत में जो रेस्टोरेंट बने हुए हैं उनमें खाना खाने या कोई पेय लेते समय हमें कुछ बातों का ध्यान रखना चाहिए। जो रेस्टोरेंट हम लोग अपनी कल्पना से निर्मित कर लेते हैं वहां यह सब नहीं सोचना पड़ता।
परंतु अगर हम असली जिंदगी के रेस्टोरेंट में जाकर एक खाली टेबल पर बैठ जाते हैं तो मुश्किल हो सकती है। जो लोग वहां आएंगे उन्हें हम तो नजर नहीं आएंगे, वे वहीं बैठना चाहेंगे। वो लोग जब वहां बैठेंगे तो उन्हें हमारी वहां उपस्थिति होने का कुछ पता नहीं चलेगा, पर हमें वैसा लगेगा जैसा तब लगा था जब हमें भीड़ के बीच चलते हुए लोगों के शरीर से आर पार निकल रहे थे। से कहउचंती जे भौतिक जगତରେ ଯଦି ଆମେ କୌଣସି ରେଷ୍ଟୁରାଣ୍ଟରେ ଖାଇବାକୁ ଯିବା, ଯଦି ନିଜ କଳ୍ପନାରୁ ସୃଷ୍ଟି କରିଥିବା ରେଷ୍ଟୁରାଣ୍ଟ ତାହେଲେ ତ ଠିକ ଅଛି, କିନ୍ତୁ ଭୌତିକ ଜଗତରେ ଯଦି ଖାଇବାକୁ ଯିବା, ଯଦି କୌଣସି ଖାଇବା ଟେବୁଲ ଖାଲି ଥିବ, ଆମେ ଯାଇ ସେଠି ଯଦି ବସିଯିବା, ଯଦି ଯିଏ ଭୌତିକ ଜଗତରେ ଯାହାର ଶରୀର ଅଛି, ଯିଏ ଶରୀର ଛାଡିନି, ସେ ଲୋକ ଯେତେବେଳେ ଆସିବ ଦେଖିବ ସେ ଟେବୁଲ ଖାଲି ଅଛି, କାରଣ ତାର ସେଇ ବାହ୍ୟ ଚକ୍ଷୁରେ କାରଣ ସେ ଦେଖିପାରିବନି ଆତ୍ମାକୁ, ଚେତନାକୁ ଦେଖିପାରିବନି, ସୂକ୍ଷ୍ମ ଶରୀରକୁ ଦେଖିପାରିବନି ଯେ ଏଠି ଗୋଟେ ସୂକ୍ଷ୍ମ ଶରୀର ବସିଛି। ସେ କଣ କରିବ, ସେ ଟେବୁଲରେ ବସିବାକୁ ଚେଷ୍ଟା କରିବ। ଟେବୁଲ ଯେତେବେଳେ ବସିବ ସିଏ ଅବଶ୍ୟ କିଛି ଅନୁଭବ କରିପାରିବ ନାହିଁ, କିନ୍ତୁ ଏମାନଙ୍କୁ ସେମିତି ଲାଗିବ ଯେମିତି ରାସ୍ତାରେ ଚାଲିବା ସମୟରେ ଲାଗୁଥିଲା, ଯେମିତି ଗୋଟେ ବାଦଲ ଭିତରେ ପଶି ଯାଉଛନ୍ତି, ବାଦଲ ଭିତରୁ ବାହାରି ଯାଉଛନ୍ତି, ତାଙ୍କୁ ଲାଗିବ ତାଙ୍କ ଉପରେ କୌଣସି ବାଦଲ ଗୋଟେ ମାଡି ବସିଛି, ସେମିତି ଲାଗିବ बोलिकी से तांको चार्ल्स तांको भाई पीटर को କହିଛନ୍ତି, जब जब कोई भौतिक शरीरधारी व्यक्ति उस कुर्सी पर बैठता है जिस पर तुम्हारा सूक्ष्म शरीर पहले से मौजूद है, तो उन्हें कुछ तो अनुभव होगा। यह ठीक है, कुछ बुरे अनुभूति तो नहीं होती, पर बहुत अच्छी भी नहीं होती। ସେ କହୁଛନ୍ତି ଏଟା ବି କହୁଛନ୍ତି, ଯଦି ଜଣେ ଭୌତିକ ଶରୀର ଧାରୀ ଲୋକ ସେଇ ସ୍ଥିତିରେ ଆମ ଉପରେ ବସିବାକୁ ଚେଷ୍ଟା କରିବ, ତାକୁ କିଛି ତ ଅନୁଭବ ହବ, କିଛିଟା ସେ ଅନୁଭବ କରିପାରିବ, କିନ୍ତୁ ପୁରାପୁରି କିଛି ଅନୁଭବ କରିପାରିବ ନାହିଁ। ସେ କହିଲେ ଏଇ ପରିସ୍ଥିତିରୁ ନିଜକୁ ବଚାଇ ପାରିବା ମାନେ କେମିତି କଣ କରିବା, ତାପରେ ପିଟର ପଚାରୁଛନ୍ତି, ସେ କଣ କରିଛନ୍ତି, ନିଜ କଳ୍ପନାରେ ଆଉ ଗୋଟେ ଟେବୁଲ କ୍ରିଏଟ କରିଛନ୍ତି, ଆଉ ସେ ଟେବୁଲରେ କଳ୍ପନାରେ କ୍ରିଏଟ ହେଇଥିବା ସେଇ ଯୋଉ ଟେବୁଲରେ ଦି ଭାଇ ଯାଇକି ବସିଛନ୍ତି। ଆଉ ତାପରେ ତାଙ୍କ ଭାଇ ଚାର୍ଲସ ନିଜ କଳ୍ପନାରୁ ମଧ୍ୟ ଗୋଟେ ୱେଟର ର କ୍ରିଏଟ କରିଛନ୍ତି, ଯିଏ ତାଙ୍କୁ ତାଙ୍କର ଖାଦ୍ୟ ଯାହା ପାନୀୟ ସେ ଯାହା ଖାଇବାକୁ ଚାହିଁବେ ତାଙ୍କୁ ଆଣିକି ପରସି ପାରିବ। ସେ ମଧ୍ୟ ଗୋଟେ ୱେଟର ମଧ୍ୟ କଳ୍ପନାରେ କ୍ରିଏଟ କରିଛନ୍ତି। ଦେଖନ୍ତୁ ଏଠି ଆଉ ଗୋଟେ ଜିନିଷ, ବହୁତ ସୁନ୍ଦର ରୋମାଞ୍ଚକ ଜିନିଷ ଏଠି ଆମେ ଜାଣିବାକୁ ପାଇବା ମାଷ୍ଟର୍ସ, ଯେ ଭୌତିକ ଜଗତରେ ଆମେ ଯୋଉ ଖାଦ୍ୟର ଟେଷ୍ଟ ଅନୁଭବ କରିଥିବା, ସ୍ୱାଦ ଅନୁଭବ କରିଥିବା, ସୂକ୍ଷ୍ମ ଜଗତରେ କେବଳ ଆମେ ସେଇ ଖାଦ୍ୟ ହିଁ ଖାଇପାରିବା, କାରଣ କେବଳ ସେଇ ଖାଦ୍ୟ ହିଁ ଖାଇଲେ ହିଁ ଆମେ ତାର ଟେଷ୍ଟକୁ ଅନୁଭବ କରିପାରିବା। ତା ବ୍ୟତୀତ ଯଦି ଆମେ କୌଣସି ନୂଆ ଖାଦ୍ୟକୁ ଖାଇବାକୁ ଚେଷ୍ଟା କରିବା, ତାର ଟେଷ୍ଟକୁ ଆମେ ଅନୁଭବ କରିପାରିବା ନାହିଁ। କିଭଳିଆ ଅଦ୍ଭୁତ ଜିନିଷ, ଯଦି ଭୌତିକ ଜଗତରେ ଆମେ ପଖାଳ ଖାଉଛେ, ତାହେଲେ ସୂକ୍ଷ୍ମ ଜଗତରେ ପଖାଳ ଯଦି ଖାଇବା ତାହେଲେ ପଖାଳର ଅନୁଭବ କରିପାରିବା। ଯଦି କୌଣସି ଲୋକ ଭୌତିକ ଜଗତରେ ପଖାଳ ଖାଇନି, ସେ ସୂକ୍ଷ୍ମ ଜଗତରେ ପଖାଳ ଖାଇବାକୁ ଚେଷ୍ଟା କରିବ, ତାହେଲେ ପଖାଳ ଟେଷ୍ଟ ସେ ଅନୁଭବ କରିପାରିବ ନାହିଁ। मुझे बताया गया कि अगर मैंने जीवन काल में पहली से व्हिस्की मगेଇଛନ୍ତି, व्हिस्की माने वाइन, मद मगेଇଛନ୍ତି, व्हिस्की ना पी होती तो मुझे सूक्ष्म जगत में भी उसका स्वाद का आनंद ना आता। ସେ କହୁଛନ୍ତି ମୁଁ ଯଦି ଭୌତିକ ଜଗତରେ ହ୍ୱିସ୍କି ପିଇ ନଥାନ୍ତି, ହ୍ୱିସ୍କି ପିଇବା ଦ୍ୱାରା ଯୋଉ ତାର ଟେଷ୍ଟ ଟା ଅନୁଭବ କରିନଥାନ୍ତି, ତାହେଲେ ସୂକ୍ଷ୍ମ ଜଗତରେ ମଧ୍ୟ ମୁଁ ସେ ହ୍ୱିସ୍କିର ଟେଷ୍ଟକୁ ଅନୁଭବ କରିପାରିବି ନାହିଁ। जबकि यहाँ के उस पेय में मुझे लगता है कि यह ହ୍ୱିସ୍କି ହିଁ है। ତାପରେ ଯେତେବେଳେ ସେ ମଗେଇକି ତାକୁ ପିଇଛନ୍ତି, ପିଇକି ମଧ୍ୟ କହିଛନ୍ତି ଏଇଟା ହଉଛି ସେଇ ହ୍ୱିସ୍କିର ଟେଷ୍ଟ, ମାନେ ସେଇ ମଦର ହିଁ ଟେଷ୍ଟ। चार्ल्स ने बताया कि एक दिन जब मेरे भारतीय मित्र ने उसे ये बात समझाई थी तो उसने पेय लेने को कहा था। उसने पानी के गिलास का ऑर्डर किया और चार्ल्स को बताया कि उसके लिए ତାଙ୍କର ଭାରତୀୟ ମିତ୍ର କଣ କରିଛନ୍ତି ନା ପାଣିର ଅର୍ଡର କରିଛନ୍ତି। ଏମାନେ ଯୋଉଠି ହ୍ୱିସ୍କିର ଅର୍ଡର କରିଛନ୍ତି ସେ ସେଠି ପାଣିର ଅର୍ଡର କରିଛନ୍ତି, କାରଣ ସେ କହିଲେ ମୁଁ ହ୍ୱିସ୍କିର ଅନୁଭବ ଜାଣିନି, ମୁଁ ମଦର ଅନୁଭବ କଣ, କାରଣ ମଦ ମୁଁ ଗ୍ରହଣ କରିନି, ସେଥିପାଇଁ ମଦର ଅନୁଭବ କଣ ମୁଁ ଜାଣିନି। ତ ଯଦି ମୁଁ ସୂକ୍ଷ୍ମ ଜଗତରେ ମଦକୁ ପିଇବି ତାହେଲେ ମତେ ଶାନ୍ତି ଅନୁଭବ ହବ ନାହିଁ, କି ମୁଁ ତାର ଟେଷ୍ଟ ମଧ୍ୟ ଜାଣିପାରିବି ନାହିଁ। ସେଥିପାଇଁ ସେ ନିଜ ପାଇଁ ପାଣି ଗ୍ଲାସର ଅର୍ଡର କରିଛନ୍ତି। ଠିକ ଅଛି ମାଷ୍ଟର, ଆଜି ଏତିକିରେ ରହିବା। ଆଗକୁ ବହୁତ ସୁନ୍ଦର ଜିନିଷ ଅଛି ସୂକ୍ଷ୍ମ ଜଗତ ବିଷୟରେ, କାଲି ଆମେ ଏ ବିଷୟରେ ଜାଣିବା।